ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହେଉନାହିଁ ଯେ ପ୍ରକୃତରେ କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ ନାବାଳିକ ଜଣକ ଏବଂ ଇଏ ହେଉଛି ସେହି ମୀନାକ୍ଷୀ କଟେଜ ଏବଂ ଏ ମୀନାକ୍ଷୀ କଟେଜ ହେଉଛି ପୁରୀଘାଟ ଥାନା ଅନ୍ତର୍ଗତ ମଠସାହି ଅଞ୍ଚଳରେ ଏବଂ ଯଦି ଆମେ କହିବା ତାହେଲେ ଇଏ ଘଟଣା ହେଉଛି ପାଖାପାଖି ଭୋର 3ଟା ବେଳର ଘଟଣା ଏବଂ ଯେଉଁ ଏଇ ଆପାର୍ଟମେଣ୍ଟରେ ଯେତିକି ଲୋକ ରହୁଥିଲେ ସମସ୍ତଙ୍କର ବାହାର ପଟୁ କବାଟ ଦିଆଯାଇଥିଲା। କାରଣ ଯେତେବେଳେ ଆମେ ସାହି ପଡ଼ିଶାଙ୍କୁ ପଚାରୁଥିଲୁ ଯେଉଁମାନେ ପଡ଼ୋଶୀ ଅଛନ୍ତି ତାଙ୍କର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରୁଥିଲୁ ଯେ ସେମାନଙ୍କର କହିବା କଥା ଯେ ଘରର ବାହାରୁ କବାଟ ଦିଆଯାଇଥିଲା ଏବଂ ଯେତେବେଳେ ସେମାନେ ଏଇ ଘଟଣା ସମ୍ପର୍କରେ ଜାଣିଲେ ସେତେବେଳେ ବାହାର ଲୋକ ଆସି କବାଟ ଖୋଲିଲେ ଏବଂ ସମସ୍ତଙ୍କର କବାଟ ଦିଆଯାଇଥିଲା। ତ ଏଇଠି ଗୋଟିଏ ପ୍ରକାର ପ୍ରଶ୍ନ ଆସୁଛି ଯେ ପ୍ରକୃତରେ ଯଦି ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ ଏବଂ ଜାଣିଥିଲେ କାଳେ କିଏ ବଞ୍ଚାଇବାକୁ ମୋତେ ଚେଷ୍ଟା କରିବ ସେଥିପାଇଁ ହୁଏତ କବାଟ ଦେଇଥାଇ ପାରନ୍ତି ଯାହା ଅନୁମାନ କରାଯାଉଛି। ଜଣେ ପଡ଼ୋଶୀ ଅଛନ୍ତି ଆମେ ତାଙ୍କଠୁ ପ୍ରତିକ୍ରିୟା ନେବା ଯେ ଯେଉଁ କଥା କୁହାଯାଉଛି ଯେ ଛାତ୍ର ଜଣକ କେଉଁଠି ପାଠ ପଢ଼ୁଥିଲେ ଆଉ ଏଇ ଘଟଣା ଯେତେବେଳେ ଘଟିଲା ଆପଣ କେମିତି ଜାଣିଲେ? ଛାତ୍ର ଯେଉଁ ପାଠ ପଢ଼ୁଥିଲେ କେମ୍ବ୍ରିଜ କି ଷ୍ଟୁଆର୍ଟ ମୁଁ ଭଲି କି କନଫର୍ମ ନୁହେଁ କିନ୍ତୁ ପ୍ଲସ୍ ସାଇନ୍ସ ପଢ଼ୁଥିଲେ ଆଉ ଏତିକି ଜାଣିଛି କିନ୍ତୁ କନଫର୍ମ ନୁହେଁ କେଉଁଠି ପଢ଼ୁଥିଲେ ମୁଁ ତ ତାଙ୍କ ଭିତରେ ଏତେ ଜଣା ନାହିଁ। ତାଙ୍କ ସେ ପାଠ ପଢ଼ିଲେ ପିଲା ଆମେ ଆଉ ଏତେ ତାଙ୍କ ବିଷୟରେ ତାପରେ ସାନ ପିଲାଟି ଭାଇଟେ ହେବ ଆମର କ'ଣ ତା ଦେହରେ ଇଏ ଅଛି କିନ୍ତୁ ସୁଇସାଇଡ଼୍ କଲାପରେ ବହୁତ ଖରାପ ଲାଗୁଛି ଜିନିଷଟା। ଗୋଟେ ଭଲ ପିଲାଟା ଥିଲା କ'ଣ ଦରକାର ଥିଲା ସୁଇସାଇଡ଼୍ କରିବା ଯାହା ଜଣାପଡ଼ିବ। ଏ ଗୋଟେ କଥା କୁହାଯାଉଛି ଯେ ସମସ୍ତଙ୍କ ଘରର ବାହାର ପଟୁ କବାଟ ଦିଆଯାଇଛି। ହଁ ମୁଁ ଯେତେବେଳେ ମୋତେ ଯାଇକି ଜଣେ ଭାଇ ବାଡ଼େଇକି ଉଠେଇଲେ କବାଟଟା ଉଠ ମୁଁ କହିଲି ହଁ କ'ଣ ହେଲା ନା ତ ନିଆଁ ଲାଗିଗଲାଣି ବିଲ୍ଡିଂରେ ପୋଡ଼ିଗଲାଣି ଦମକଳ ଗାଡ଼ି ଠିଆ ହେଇଛି ଆସି ଫାୟାର ଗାଡ଼ି ଆସିକି ମୁଁ କହିଲି ଭାଇ ମୁଁ କେମିତି ଜାଣିବି ନା ତମର କ'ଣ ବାହାର ପଟୁ ଦିଆହେଇନି। ମୁଁ କହିଲି ତମେ ତ ଖୋଲିଲ ବାହାର ପଟୁ କେଉଁଠି ଦିଆହେଲା କିନ୍ତୁ ଅଲରେଡ଼ି ବିଲ୍ଡିଂର ସବୁ ପଟୁ ବାହାର ପଟୁ ଖିଡ଼ିକି ଦିଆହେଇଥିଲା ମାନେ ଯେଉଁଟାକି ଆମେ ଯେଉଁ ଗୋଟେ ଖିଡ଼ିକି ଦିଆଯାଏ ବାହାର ପଟୁ କୁଆଡ଼େ ଗଲେ ସେଇଟା ଦିଆହେଇଥିଲା ଅଲରେଡ଼ି। କିନ୍ତୁ ସେ ମୋତେ ସେ କଥା କହିଲା ମୁଁ କହିଲି ଆମର କିନ୍ତୁ ଆମେ ଯେଉଁ ବିଲ୍ଡିଂର ପଛପଟେ ରହୁଛୁ ସେ ପଛପଟେ କୌଣସି ପ୍ରକାର ଖିଡ଼ିକି ଆମର ଦିଆହେଇନି। କେତେଟା ଫ୍ୟାମିଲି ଏଠି ରହୁଥିଲେ? ପ୍ରାୟ 10-11 ସମସ୍ତଙ୍କ ଖିଡ଼ିକି ସମସ୍ତ ଖିଡ଼ି ଦିଆହେଇଛି ଅଲରେଡ଼ି। ତାହେଲେ ଇଏ ଗୋଟେ ଯୋଜନାବଦ୍ଧ ଭାବରେ ବୋଧେ ଯାହା ଜାଣି କାଳେ କିଏ ବଞ୍ଚେଇ ଦେବ ସେଥିପାଇଁ। ହଁ ଯଦି ଭିକ୍ଟିମ୍ ଯଦି ନିଜେ ସୁଇସାଇଡ଼୍ କରିଛି ହେଇଥାଇପାରେ ଯେ ମୁଁ ମାନେ ମଣିଷର ଚରମ ସୀମା ପହଞ୍ଚିଲା ପରେ ସେ ଯାହା ପ୍ଲାନିଂ କରିକି ଯେଉଁ ଜିନିଷଟା କରିଛି ନିଜେ ନିଜେ ସମସ୍ତଙ୍କ ଆଡ଼େ ସେ ଖିଡ଼ିକି ଦେଇଥାଏ। ପେଟ୍ରୋଲ ନା ଡିଜେଲ ନା କ'ଣ କିରୋସିନ କି ପେଟ୍ରୋଲ ହେଇଥିବ ଆମେ ତ କେମିତି ଜାଣିବା ସେଇଟା ସେମାନେ ଭେରିଫାଇ କଲେ ଜଣାପଡ଼ିବ। ସମ୍ପୂର୍ଣ୍ଣ ଆମେ ଯାହା ଡେଡ୍ ବଡିରେ ପଡ଼ିଥିଲା ସିଡ଼ି ଉପରେ। ହଁ ସିଡ଼ି ଉପରେ ମାନେ ଯେଉଁଟାକି ଆପଣ ସିଡ଼ି ଯେଉଁ ଛାତର ଯେଉଁଟାକି ଯିବେ ସିଡ଼ିର ପୂର୍ବରୁ ଯେଉଁଟା ଟପ୍ ଫ୍ଲୋର୍ କହନ୍ତି ଟପ୍ ଫ୍ଲୋର୍ ପରେ ସିଡ଼ି ଚଢ଼ିବେ ତାପରେ ଛାତକୁ ଯିବେ। ଗୋଟିଏ ପ୍ରଶ୍ନ ଏଇଠି ଉଠୁଛି ଯଦି ସମସ୍ତଙ୍କର ବାହାର ପଟୁ କବାଟ ଦେଇଥିଲେ ସେ ଛାତ୍ର ଜଣକ ତାହେଲେ ନିଜ ଘର ଲୋକଙ୍କର କେମିତି କବାଟ ଦେଇନଥିଲେ ସେଇଟା ମୁଁ ଜାଣିନି ସେଇଟା କନଫର୍ମ ନୁହେଁ ଯେ କବାଟ ଦିଆ ହେଇଥିଲା କି ଦିଆ ହେଇନଥିଲା ସେଇଟା ଆଜ୍ଞା ଦୃଷ୍ଟିଗୋଚର ସେଇଟା ଆପଣ ଜାଣିଥିବେ କି ମୁଁ ଜାଣିନି ସେଇଟା ମୁଁ କହିପାରିବିନି କିନ୍ତୁ ସବୁ ମୁଁ ଯାହା ଶୁଣିଛି ଟୋଟାଲି ବିଲ୍ଡିଂର ହୋଲ୍ ସମସ୍ତଙ୍କର ବାହାର ପଟୁ ଖିଡ଼ିକି ଦିଆ ହେଇଯାଇଥିଲା ଯେଉଁଟାକି ସେମାନେ ହୁକିନି ପଦାକୁ ବାହାରି ପାରିବେ ନାହିଁ। ଆପଣ ଶୁଣୁଥିଲେ ଦୁର୍ଗା ପ୍ରତିକ୍ରିୟା ଦେଉଥିଲେ ଜଣେ ପଡ଼ୋଶୀ ଯେ ପ୍ରକୃତରେ ଯେଉଁ ଛାତ୍ର ଜଣକ ଆତ୍ମହତ୍ୟା କରିଲେ କାହିଁକି ଏଭଳି ଭାବେ ଚରମ ନିଷ୍ପତ୍ତି ନେଲେ ତାହା ତ ବର୍ତ୍ତମାନ ଅସ୍ପଷ୍ଟ ରହିଛି କିନ୍ତୁ ପଡ଼ୋଶୀମାନଙ୍କର ସମସ୍ତଙ୍କର ବାହାର ପଟୁ କବାଟ ଦିଆଯାଇଥିଲା କେଉଁଠି ନା କେଉଁଠି ଗୋଟେ ସନ୍ଦେହ ହେଉଛି ସେ ଜାଣିଥିଲେ କାଳେ କିଏ ବଞ୍ଚାଇବାକୁ ଚେଷ୍ଟା କରିବ ସେଥିପାଇଁ ବୋଧେ କବାଟ ଦେଇଥିଲେ କିନ୍ତୁ ଫାୟାର ଗାଡ଼ି ଆସିଥିଲା ଏବଂ ସେ ଯେତେବେଳେ ନିଆଁ ଲିଭାଇଥିଲା ସେତେବେଳେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବର୍ତ୍ତମାନ ସବୁକୁ ଜବତ କରିଛି।